नमस्कार सांगमाने आपण मानू समस्तଙ୍କୁ ମୋ ଷ୍ଟୋରି ଚ୍ୟାନେଲରେ ସ୍ୱାଗତ। ଚାଲନ୍ତୁ କାହାଣୀ ଶୁଣିବା ମୋ ଜୀବନ ସାଥୀର ତୃତୀୟ ଭାଗ। ଦ୍ୱିତୀୟ ଭାଗରେ ଆପଣମାନେ ଶୁଣିଥିଲେ ଋତୁ ଓ ଅଂଶୁର ବାହାଘର ସରିଯାଇଛି। ଏବେ ଚାଲନ୍ତୁ ଆଗକୁ ଶୁଣିବା। ତାର ସମସ୍ତ ଦାୟିତ୍ୱ ବହନ କରିଲା। ଦୁନିଆର ଆଖି ଆଗରେ ଋତୁ ଆଉ ଅଂଶୁଙ୍କର ନୀରବ ପ୍ରେମ ବିବାହର ରୂପ ନେଇ ସାରିଥିଲା। ଆଉ ସେ ଦୁଇ ଜଣ ପରସ୍ପରଙ୍କର ଜୀବନସାଥୀ ହୋଇସାରିଥିଲେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ଋତୁ ବୋହୂ ସାଜି ଅଂଶୁ ଘରକୁ ବାହୁଡ଼ିଗଲା। ବିଦାୟର ବେଳା ଅତ୍ୟନ୍ତ କଷ୍ଟଦାୟକ ଥିଲା। ଋତୁର ମା ବାପାଙ୍କୁ ଅଂଶୁ ବୁଝାଇ ସୁଝାଇ ସମ୍ଭାଳି ନେଲା। ଚତୁର୍ଥୀ ଦିନ ମଧ୍ୟ ଅଂଶୁର ଇଚ୍ଛା ଅନୁସାରେ ତାଙ୍କ ଗାଁ ଆଉ ପଡ଼ୋଶୀ ଗାଁର ସବୁ ଲୋକଙ୍କୁ ଡକାଯାଇଥିଲା। ଆଉ ପାଖାପାଖି ଅଞ୍ଚଳରେ ଯେତେ ଗରିବ ଲୋକ ଥିଲେ ସମସ୍ତଙ୍କୁ ଭୋଜିକୁ ନିମନ୍ତ୍ରଣ କରାଯାଇଥିଲା। ଋତୁ ଆଉ ଅଂଶୁ ଯାଇ ସେହି ଅଞ୍ଚଳରେ ଥିବା ଅନାଥ ଆଶ୍ରମ ଓ ଜରାଶ୍ରମରେ ସମସ୍ତଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇବା ସହ ଆଶ୍ରମକୁ ନିଜ ସାଧ୍ୟ ମତେ କିଛି ଟଙ୍କା ଦାନ କରିଥିଲେ। ଆଉ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବାର ଆଶୀର୍ବାଦ ନେଇ ଘରକୁ ଫେରିଥିଲେ। ଋତୁ ନିଜକୁ ବହୁତ ଭାଗ୍ୟବତୀ ମନେ କରୁଥିଲା ଅଂଶୁକୁ ନିଜ ଜୀବନସାଥୀ ରୂପେ ପାଇ। ଆଜି ଋତୁ ଆଉ ଅଂଶୁ ଜୀବନର ପ୍ରଥମ ମିଳନ ରାତି ଥିଲା। ଗୋଲାପ ଫୁଲ ପାଖୁଡ଼ା ବିଛା ଯାଇଥିବା ସେଜ ଉପରେ ମୁଣ୍ଡରେ ନାଲି ଓଢ଼ଣୀ ଟାଣି ବସିଛି ଋତୁ ଅଂଶୁର ଅପେକ୍ଷାରେ। ଛାତି ତାର ଉଦ୍ବେଗରେ ଧକ୍ ଧକ୍ ହେଉଛି। ଯେମିତି ହୃସ୍ପନ୍ଦନ ଶବ୍ଦ ବାହାରକୁ ଶୁଣାଯିବ ସେମିତି ଅନୁଭବ କରୁଛି ଋତୁ। ଅଂଶୁକୁ ଅଳ୍ପ ଅଧିକ ଜାଣିଥିଲେ ବି ମନଟା କେଉଁଠି ଗୋଟେ ଗୁଡ଼େଇ ତୁଡ଼େଇ ହେଉଛି। ଘର କଥା, ମା ବାପାଙ୍କ କଥା ବି ତାର ଆଜି ବହୁତ ମନେ ପଡ଼ୁଛି। ଧୀରେ କବାଟ ଖୋଲି ଭିତରକୁ ଆସିଲା ଅଂଶୁ। ଶବ୍ଦ ଶୁଣି ଋତୁ ଟିକେ ସତର୍କ ହୋଇଯିବା ପରି ଶାଢ଼ୀକୁ ଠିକ୍ କରିଦେଇ ଓଢ଼ଣୀକୁ ଟିକେ ଆଗକୁ ଟାଣିଦେଲା। ଅଂଶୁ ଆସି ଋତୁ ପାଖରେ ବସି ପଚାରିଲା, ତୁମକୁ ଆମ ଘର ଭଲ ଲାଗୁଛି ତ? କୌଣସି ଅସୁବିଧା ହେବ ଯଦି ମନରେ ଭୟ ନ ରଖି ମୋତେ କହିବ। ଋତୁ ଧୀର ସ୍ୱରରେ କହିଲା, ନାଇଁ ନାଇଁ, ବହୁତ ଭଲ ଲାଗୁଛି। ଅଂଶୁ କହିଲା, ଆଜି କ'ଣ ମୋ ସ୍ତ୍ରୀଙ୍କର ଏତେ ଲାଜ? ଏତେ ସବୁ ଓଜନିଆ ଗହଣା ତୁମ ଦେହକୁ ଭାରି ଲାଗୁନାହିଁ କି? ଯଦି ଅସୁବିଧା ଲାଗୁଛି ତାହେଲେ ବାହାର କରିଦେଇ ପାରିବ। ଏଠି ମୋ ଛଡ଼ା ଆଉ କେହି ସେ କଥା ଜାଣିବେ ନାହିଁ। ଋତୁ ବି ସେତେବେଳରୁ ଗହଣାରେ ଆଚ୍ଛାଦିତ ହୋଇ ଭାରି କଷ୍ଟ ପାଉଥିଲା। ଅଂଶୁର ଅନୁମତି ପାଇବା ମାତ୍ରେ କିଛି ଅଳଙ୍କାର ଦେହରୁ ଓହ୍ଲେଇ ଦେଲା। ଅଂଶୁ କହିଲା, ଏବେ ଭଲ ଲାଗୁଛି ନା? ମୋ ସହିତ କମ୍ଫର୍ଟେବୁଲ ଫିଲ୍ କରୁଛ ତ? ଋତୁ କହିଲା, ହଁ। ଅଂଶୁ ଧୀରେ ଧୀରେ ଋତୁର ଓଢ଼ଣୀ ଟେକି ଦେଇ କହିଲା, ସତରେ? ଲାଜ ଲାଗୁଛି ମୋ ଋତୁକୁ? ଋତୁ ଲାଜରେ ସରମୀ ଲତା ପରି ଝାଉଁଳି ପଡ଼ିଲା। ମୁହଁ ତଳକୁ କରି ହାତରେ ପିନ୍ଧିଥିବା ମୁଦିକୁ ଅନେଇଥିଲା। ଅଂଶୁ ହାତ ପାପୁଲିରେ ଋତୁର ମୁହଁକୁ ଟେକି ଦେଇ ତା ଗାଲରେ ଗୋଟେ ପ୍ରୀତିଭରା ଚୁମ୍ବନ ଆଙ୍କିଦେଲେ। ଲାଜରେ ଋତୁର ମୁହଁ ଲାଲ ପଡ଼ିଯାଇଥିଲା। ସେ ଟେବୁଲ ଉପରେ ଥୁଆ ଯାଇଥିବା କ୍ଷୀର ଗ୍ଲାସଟି ଆଣି ଅଂଶୁ ମୁହଁ ପାଖକୁ ବଢ଼େଇ ଦେଲା। ଅଂଶୁ ଋତୁର ମେହେନ୍ଦି ଲଗା ହାତକୁ ଟିକେ ଆଉଁସି ଦେଇ କହିଲା, ଏତେ ସବୁ ପରମ୍ପରା ତୁମକୁ କିଏ ଶିଖେଇଛି? ଋତୁ କହିଲା, ଅପା କହୁଥିଲେ ତ? ଅଂଶୁ କହିଲେ, ଓହୋ, ଭାଉଜ କହିଛନ୍ତି? ଋତୁ କହିଲା, ହଁ। ଅଂଶୁ କହିଲା, ହଉ, ତୁମେ ଆଗ ଏ ଚୁମ୍କି ଲଗା ଓଜନିଆ ଶାଢ଼ୀ ଓହ୍ଲେଇ ଦେଇ ଧୁଆଧୁଇ ହୋଇ ମୁଁ ବାଥରୁମରେ ତୁମ ପାଇଁ ଗୋଟେ ପୋଷାକ ରଖିଛି ସେଇଟା ପିନ୍ଧି ଦେଇ ଆସ। ତାପରେ ମିଶିକରି କ୍ଷୀର ପିଇବା। ଋତୁ କହିଲା, ନାଇଁ, ଏଇଟା କେବଳ ତୁମ ପାଇଁ। ଅଂଶୁ କହିଲା, କିଏ କହିଲା କେବଳ ମୋ ପାଇଁ ବୋଲି? ତୁମେ ଆସ ତ ଆଗ। ତୁମେ ନ ପିଇବ ଯଦି ମୋତେ ତୁମ ହାତରେ ପିଆଇ ଦେବ। ଋତୁ ମୁହଁ ତଳକୁ କରି ହସି ଦେଇ ବାଥରୁମକୁ ଚାଲିଗଲା। ବାଥରୁମରେ ଗୋଟେ ସୁନ୍ଦର ଧଳା ରଙ୍ଗର ଟପ୍ ଆଉ ଗୋଟେ ପ୍ୟାଣ୍ଟ ଥିଲା। ଋତୁ ଟପ୍ଟିକୁ ଦେଖି ବହୁତ ଖୁସି ହେଇଗଲା। ତାକୁ ବୁଝିପାରୁଥିବା ସ୍ୱାମୀ ପାଇଁ ନିଜକୁ ଗର୍ବିତ ମନେ କରୁଥିଲା। କିଛି ସମୟ ମଧ୍ୟରେ ଋତୁ ସେଇ ଟପ୍ଟିକୁ ପିନ୍ଧି ଧୀରେ ଧୀରେ ବାଥରୁମରୁ ବାହାରିଲା। ଆଉ ଚୁପଚାପ ଆସି ଅଂଶୁ ପାଖରେ ବସିଗଲା। ଅଂଶୁ କହିଲା, ମୋ ଋତୁ ଆଜି ଗୋଟେ ବାର୍ବି ଡଲ୍ ପରି ଲାଗୁଛି। ଇଚ୍ଛା ହେଉଛି। ଋତୁ କହିଲା, କ'ଣ ଇଚ୍ଛା ହେଉଛି? ଅଂଶୁ କହିଲା, ସେ କିଛି ନାହିଁ। ତୁମେ କହିଲ, ମା ବାପାଙ୍କ ସହ କଥା ହୋଇଥିଲ କି ନାହିଁ? ଋତୁ କହିଲା, ହଁ, ଏଇ ତ ଟିକେ ଆଗରୁ ମା ମୋତେ କହୁଥିଲେ ତୁମେ କେତେବେଳେ ଯଦି କିଛି ଭୁଲ କରିଦିଅ ତାହେଲେ ମୁଁ ସେସବୁ ମନକୁ ନ ନେଇ ତୁମକୁ କ୍ଷମା କରିଦେବା ପାଇଁ। ଅଂଶୁ କହିଲେ, ଯେଉଁ ମା ବାପା କେତେ ଭରସା କରି ତୁମକୁ ମୋ ହାତକୁ ଟେକି ଦେଇଛନ୍ତି, ମୁଁ ସେଇ ମା ବାପାଙ୍କ କଥା ପଚାରୁଛି। କଥା ହୋଇଥିଲ ତ? ଋତୁ କହିଲା, ଓହୋ, ମୋ ମା ବାପାଙ୍କ କଥା? ହଁ, ସନ୍ଧ୍ୟାରେ ହୋଇଥିଲି। ଅଂଶୁ କହିଲେ, ଆଉ ମନ ଦୁଃଖ କରୁଥିଲେ କି? ତୁ କହିଲା, ନାଇଁ, ସେମାନେ ବୁଝିଗଲେଣି। ଅଂଶୁ କହିଲେ, ହଉ ଠିକ୍ ଅଛି। ଆଚ୍ଛା ଋତୁ, କହିଲ, ଏ ରାତିକୁ ନେଇ ତୁମର ମତ କ'ଣ ଅଛି? ଋତୁ କହିଲା, ଏମିତି କ'ଣ ପଚାରୁଛ ଯେ? ଅଂଶୁ କହିଲା, ଆରେ ଭୟ କରିବାର କିଛି ନାହିଁ।
ମୁଁ ତ ଏବେଠାରୁ ତୁମର ନା। ସ୍ୱାମୀ ସ୍ତ୍ରୀ ପରେ, କିନ୍ତୁ ପ୍ରଥମେ ଆମ ଭିତରେ ଥିବା ବନ୍ଧୁତାକୁ ଆମେ ଜୀବିତ ରଖିବା ଉଚିତ। ଋତୁ କହିଲା ହଁ ଯେ, କିନ୍ତୁ ଏସବୁ କହିବା ପାଇଁ ଅଂଶୁ କହିଲା ହଉ ଛାଡ଼, ମୁଁ କହିଦେଉଛି ଏଇ ରାତିରେ ପୂର୍ବ ପରମ୍ପରା ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମିଳନ ହୁଏ ସତ, ଆଉ ସମସ୍ତେ ଭାବନ୍ତି ଯେ ଏହାଦ୍ୱାରା ପ୍ରେମ ବଢ଼େ ବୋଲି, କିନ୍ତୁ ମୁଁ ଭାବେ ଏଇଟା ସମ୍ପୂର୍ଣ୍ଣ ଭୁଲ ଧାରଣା ଋତୁ। ସ୍ତ୍ରୀକୁ ସମ୍ମାନ ଦେବା ଆଉ ହୃଦୟରୁ ଭଲ ପାଇବାରେ ପ୍ରେମ ବଢ଼ିଥାଏ। ଏ ଶାରୀରିକ ସମ୍ପର୍କ ତ କେବଳ ଇଚ୍ଛା ଅନିଚ୍ଛା ଉପରେ ନିର୍ଭର କରେ, ହେଲେ ମୁଖ୍ୟତଃ ନୂତନ ଅତିଥି ଆସିବା ପାଇଁ ଏହା ଉଦ୍ଦିଷ୍ଟ। ମୁଁ କ'ଣ ଭୁଲ କହିଲି କି? ଅଂଶୁ କଥା ଶୁଣି କାହିଁକି କେଜାଣି ଋତୁକୁ ଟିକେ ଆଶ୍ୱସ୍ତି ଲାଗୁଥିଲା। ତା ମନରେ ଯେଉଁ ଭୟ ଥିଲା ସେଇଟା ଧୀରେ ଧୀରେ କମି ଆସୁଥିଲା ଓ ଅଂଶୁ ପ୍ରତି ସମ୍ମାନ ଆହୁରି ଅଧିକ ବଢ଼ି ଯାଉଥିଲା। ଅଂଶୁ କହିଲା ଭୟ କରୁଛ କି ଋତୁ? ସେମିତି ଡରିବାର କିଛି ନାହିଁ। ମୁଁ ଅନ୍ୟମାନଙ୍କ ପରି ନିଚ ଚିନ୍ତାଧାରାର ମଣିଷ ନୁହେଁ। ତୁମେ ଯେମିତି ଖୁବ୍ ସାଧା ସିଧା ସରଳ, ମୁଁ ବି ଠିକ୍ ତୁମ ପରି ସେମିତି। ତୁମ ଇଚ୍ଛା ବିରୁଦ୍ଧରେ ଯାଇ ମୁଁ ସେ ପରମ୍ପରାର ପାଳନ ପାଇଁ ସେମିତି କିଛି କରିବି ନାହିଁ। ତୁମେ ନିଶ୍ଚିତ ରୁହ ଋତୁ, ଅନ୍ୟମାନଙ୍କ ପରି ଭୀରୁ ସ୍ୱାମୀ ମୁଁ ନୁହେଁ। ମୁଁ କେବେ ତୁମ ଅନିଚ୍ଛାରେ ନିଜ ସ୍ତ୍ରୀର ଇଜ୍ଜତ ନେବାକୁ ଚେଷ୍ଟା କରିବି ନାହିଁ। ଋତୁ କ'ଣ ଉତ୍ତର ଦେବ କ'ଣ ନାହିଁ କିଛି ଭାବି ପାରୁନଥିଲା। ସେ ଯେମିତି ଅଂଶୁକୁ ଭାବିଥିଲା। ଅଂଶୁର ସ୍ଥାନ ତା କଳ୍ପନାଠାରୁ ଆହୁରି ବହୁତ ଉଚ୍ଚରେ। ଅଂଶୁ କହିଲା ଜାଣିଛ ଋତୁ, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରଥମେ ବୁଝାମଣା ଠିକ୍ ରହିବା ଦରକାର, ତାପରେ ଯାଇ ଯେଉଁ କଥା। ଆଉ ପ୍ରଥମରୁ ଏଇ ଭୁଲ ବୁଝାମଣା ପାଇଁ ବହୁ ସମ୍ପର୍କ ଭାଙ୍ଗିଯାଏ ଆଉ ବହୁତ ଦାମ୍ପତ୍ୟ ଜୀବନରେ ଫାଷ୍ଟ ସୃଷ୍ଟି ହୁଏ। ଋତୁ କହିଲା ହଁ, ତୁମେ ଠିକ୍ କହୁଛ। ଅଂଶୁ ଋତୁର ହାତ ଉପରେ ହାତ ରଖି କହିଲା, ମୁଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ତୁମର ମୂଲ୍ୟବାନ ହାତ ଧରିଛି। ମୋ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସବୁବେଳେ ମୁଁ ତୁମର ସବୁ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିବି ଆଉ ତୁମର ସବୁ ସ୍ୱପ୍ନକୁ ବାସ୍ତବ ରୂପ ଦେବି। କେବେ ଯଦି ରାଗିଯାଇ କିଛି କହିଦିଏ ତାହେଲେ ମନଉଣା କରିବ ନାହିଁ। ମୁଁ ତୁମକୁ ପୁଣି ସ୍ନେହରେ ବୁଝାଇ ଦେବି। ଜୀବନ ସାରା ତୁମର ହାତ ଧରି ବାଟ ଚାଲିବି ଆଉ ଖରାପ ହେଉ କି ଭଲ ସମସ୍ତ ପରିସ୍ଥିତିରେ ତୁମ ପାଖରେ ସାହସ ହୋଇ ଛିଡ଼ା ହେବା ମୋର କର୍ତ୍ତବ୍ୟ। ମୁଁ ମୋର ଏ କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବି ଋତୁ। ପ୍ରତିବଦଳରେ ମୋତେ କେବଳ ଏତିକି କଥା ଦିଅ, ବାପା ମାଙ୍କ ମନ ଦୁଃଖ ହେବା ପରି କିଛି କହିବ ନାହିଁ ଆଉ ତୁମେ ସାଧ୍ୟମତେ ସେମାନଙ୍କର ସେବା କରିବ। ବୟସ ବଢ଼ିବା ସହ ସେମାନଙ୍କର ପିଲାଳିଆମି ବଢ଼ିବ। ମନେ ରଖିବାର ଶକ୍ତି, ବୁଝିବାର ଶକ୍ତି ଧୀରେ ଧୀରେ କମି ଆସିବ। କୌଣସି ଟିକେ ଭୁଲ ଭଟକ ହେଲେ ସେମାନଙ୍କ ମନରେ ବିରକ୍ତି ଭାବ ସୃଷ୍ଟି ହେବ। ସେଥିପାଇଁ ତୁମେ ମନ ଦୁଃଖ କରିବ ନାହିଁ। ଏତିକି କଥା ଦିଅ ଋତୁ, ମୁଁ ଆଉ ତୁମକୁ ଅଧିକ କିଛି ମାଗିବି ନାହିଁ। ଋତୁ କହିଲା ଏଇ ଗୋଟେ କଥା, ଏମିତି କ'ଣ ତୁମେ କହୁଛ ଯେ ସେମାନଙ୍କୁ ମୁଁ ମୋ ନିଜ ବାପା ମା ବୋଲି ଭାବେ? ଗୋଟେ ଭଲ ବୋହୂ ହେବା ପାଇଁ ବହୁତ କିଛି ତ୍ୟାଗ କରିବା ଲାଗି ପଡ଼େ ଆଉ ସେମାନଙ୍କ ସେବା ଶୁଶ୍ରୂଷା କରିବା ତ ମୋର ଏକାନ୍ତ କାମ୍ୟ। ମୁଁ ସେଇଟାକୁ କେବେ ବୋଝ ବୋଲି ଭାବୁନାହିଁ କି ଭାବିବି ନାହିଁ। ସେମାନେ ତୁମକୁ ଛୋଟ ବେଳରୁ ଏତେ ଯତ୍ନ କରି ବଡ଼ କରିଲେ, ପାଠ ପଢ଼େଇ ମଣିଷ କରିଲେ, ଆଉ ତାଙ୍କ ବୋହୂ ଭାବରେ କ'ଣ ମୁଁ ଏତିକି କରିପାରିବି ନାହିଁ? ମୁଁ ବି ତୁମକୁ କଥା ଦେଉଛି ସବୁଦିନ ସବୁବେଳେ ତୁମକୁ ଆଖି ବୁଜି ସମର୍ଥନ କରିବି। ତୁମର ଏ ହାତ ଛାଡ଼ିଦେଲେ ମୋ ଜୀବନରେ ଅନ୍ଧକାର ଛଡ଼ା ଆଉ କିଛି ବି ରହିବ ନାହିଁ। କେମିତି ମୁଁ ତୁମଠାରୁ ଦୂରେଇ ପାରିବି କୁହ? ବରଂ ସବୁଦିନ ତୁମ ସାଥିରେ ରହିବା ପାଇଁ ଚାହିଁବି। ସେଇଥିପାଇଁ ପରା ତୁମେ ମୋ ଜୀବନସାଥୀ ଆଉ ମୁଁ ତୁମର ଜୀବନସାଥୀ। ଋତୁ କଥା ଶୁଣି ସାରିବା ବେଳକୁ ଅଂଶୁ ଆଖିରୁ 2 ଟୋପା ଲୁହ ବୋହି ଆସିଥିଲା। ସେ ନିଜର କୋହ ରୋକି ନ ପାରି ସ୍ନେହରେ ଋତୁକୁ କୋଳେଇ ନେଇ କହିଲା, ମୋର ସବୁ କଥାକୁ କେବେ ଆଖି ବୁଜି ସମର୍ଥନ କରିବ ନାହିଁ। କାହିଁକି ନା ଭୁଲ ମୋ ଦ୍ୱାରା ବି ହୋଇପାରେ ଆଉ ତୁମେ ଅଛ ପରା ମୋତେ ଭୁଲ ଠିକ୍ର ବାଟ ଦେଖାଇବା ପାଇଁ। ମୋ ଜୀବନର ସବୁଠାରୁ ମୂଲ୍ୟବାନ ଅଂଶ ତୁମେ ଋତୁ। ମୁଁ ତୁମକୁ ବହୁତ ଭଲ ପାଏ। ମୋର ଏ ଜୀବନ ସାର୍ଥକ ହୋଇଯାଇଛି ତୁମକୁ ମୋର ଧର୍ମପତ୍ନୀ ରୂପେ ପାଇ। ଋତୁ ବି ଭାବବିହ୍ୱଳ ହୋଇ ଅଂଶୁ ଛାତିରେ ମୁଣ୍ଡ ଜାକି ଦେଇ କହିଲା, ମୁଁ ବି ତୁମକୁ ବହୁତ ଭଲ ପାଏ ଅଂଶୁ। ଆଉ ଅଂଶୁର କପାଳରେ ଆଙ୍କିଦେଲା ଗୋଟେ ଉଷ୍ମ ଚୁମ୍ବନ। ଦିନ ପରେ ଦିନ ବିତି ଚାଲିଥିଲା। ଋତୁ ଆଉ ଅଂଶୁ ବୁଲିବା ପାଇଁ ଋତୁ ଘରକୁ ଗଲେ। ଋତୁର ମା ବାପା ବି ବହୁତ ସୁନ୍ଦର ଭାବରେ ତାଙ୍କ ଜ୍ୱାଇଁଙ୍କର ଚର୍ଚ୍ଚା କରିଲେ। ଅଂଶୁର ମନ ପୂରି ଉଠୁଥିଲା ଋତୁର ମା ବାପାଙ୍କ ପରି ଶାଶୁ ଶ୍ୱଶୁର ପାଇଥିବା ଯୋଗୁଁ। ଋତୁର ମା ବି ଲକ୍ଷ୍ୟ କରିପାରୁଥିଲେ ଋତୁ ବହୁତ ଖୁସି ଜଣାପଡ଼ୁଥିଲା। ସେ ମା ମଙ୍ଗଳାଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଥିଲେ ତାଙ୍କ ଝିଅ ଜ୍ୱାଇଁଙ୍କୁ ସବୁବେଳେ ଏମିତି ଖୁସିରେ ରଖିବା ଲାଗି। କୌଣସି ମା ବାପା କେବେ ବି ଚାହାନ୍ତି ନାହିଁ ତାଙ୍କ ଝିଅ ବାହା ହେବା ପରେ ଦୁଃଖରେ ରହୁ ବୋଲି।
ସେମିତି ଋତୁର ମା ବାପା ବି ସେଇଆ ଚାହୁଁଥିଲେ। କଥା ଛଳରେ ସେ ଋତୁକୁ ଘର କଥା ପଚାରିଲେ। ଋତୁ ବହୁତ ଖୁସି ହୋଇ କହିଲା, ମା ବାପା ଅପା ପଲକ ଭାଇ ସମସ୍ତେ ବହୁତ ଭଲ। କଥାବାର୍ତ୍ତା ସବୁ କିଛି ଠିକ୍ ଠାକ୍ ଅଛି। ମୁଁ ବି ଧୀରେ ଧୀରେ ସେମାନଙ୍କ ସହ ମିଶିଗଲିଣି। ପଲକ ମୋର ଜଣେ ଭଲ ସାଙ୍ଗ ହୋଇଯାଇଛନ୍ତି। ଋତୁର ହସ ଖୁସି ଦେଖି ଋତୁର ମାଙ୍କ ମନ ଆନନ୍ଦରେ ଭରି ଯାଉଥିଲା। ଭୟ ଲାଗୁଥିଲା ଏମାନଙ୍କର ଏ ସୁଖୀ ପରିବାର ଉପରେ କାହାର ନଜର ଯେମିତି ନ ଲାଗିଯାଉ। ଅଂଶୁ ଆଉ ଋତୁ ବୁଲାବୁଲି କରି ଘରକୁ ଫେରିଲେ। ଦିନ ପରେ ଦିନ ବିତି ଚାଲିଥିଲା। ଏ ଦୁଇ ଜଣଙ୍କ ବିବାହକୁ 3 ମାସ ପୂରି ସାରିଥିଲା। ଋତୁର ବ୍ୟାଙ୍କ ଆଉ ଅଂଶୁର ଅଫିସ ଘରଠାରୁ ଟିକେ ଦୂରରେ ହୋଇଥିବାରୁ ଅଂଶୁ ଋତୁକୁ ନେଇ ବ୍ୟାଙ୍କରେ ଛାଡ଼ିଦେଇ ଅଫିସକୁ ପଳେଇ ଯାଉଥିଲା। ଋତୁ କର୍ମଜୀବୀ ହୋଇଥିଲେ ବି ସକାଳେ ସବୁ ଘର କାମ ସାରି ରନ୍ଧାବଢ଼ା କରିଦେଇ ଯାଉଥିଲା। ଶ୍ରୁତି ମାନେ ଅଂଶୁର ଭାଉଜ, ସେ ବି ଋତୁକୁ କାମରେ ସାହାଯ୍ୟ କରୁଥିଲେ। ତାଙ୍କର ପୁଅଟିଏ ଅଛି ବୋଲି ମନରେ ବହୁତ ଗର୍ବ। କିନ୍ତୁ କାହିଁ ଋତୁ ଆସିବା ପରଠାରୁ ସେସବୁ ଜଣାପଡ଼ୁନଥିଲା। ଅଂଶୁ ବି ତା ଭାଉଜଙ୍କ ବ୍ୟବହାର ଦେଖି ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲା। ଆଗରୁ ସବୁବେଳେ ବିରକ୍ତ ହୋଇ ପାଟି କରୁଥିବା ଲୋକ କେମିତି ହଠାତ୍ ଏତେ ବଦଳି ପାରେ। ଅଂଶୁ ମନରେ ଆଗରୁ ଭୟ ବି ଥିଲା, କାଳେ ଭାଉଜ ଋତୁ କିଛି ଏପଟ ସେପଟ କହିଦେବେ। ଆଉ ଋତୁ ପରି ସରଳ ନିଷ୍କପଟ ଝିଅ ତାଙ୍କର ଏ କଥା ସବୁ ସହିପାରିବ ନାହିଁ। ଋତୁ ମନ ଦୁଃଖ କରିଲେ ସେ ତ କେବେ ବି ଦେଖିପାରିବେ ନାହିଁ। କିନ୍ତୁ କାରଣ ଯାହା ବି ହେଉ, ଭାଉଜଙ୍କର ଏତେ ବଡ଼ ପରିବର୍ତ୍ତନ ଦେଖି ଅଂଶୁ ମନେ ମନେ ଖୁସି ହେଉଥିଲା। ଋତୁ ତରଫରୁ ବି କିଛି ଅଭିଯୋଗ ଏଯାଏଁ ଶୁଣିବାକୁ ପାଇନାହିଁ ଅଂଶୁ। ମା ବାପା ବି ଋତୁ ପରି ବୋହୂ ପାଇ ଅନ୍ୟମାନଙ୍କ ଆଗରେ କହୁଛନ୍ତି ତାଙ୍କ ସାନ ବୋହୂ ବହୁତ ଭଲ, ମନ ଜାଣି ରୋଷେଇ କରି ଖୁଆଉଛି, ବ୍ୟାଙ୍କକୁ ଯାଇ ବି ଘରର କାମ କରୁଛି, ପୁଣି ସେମାନଙ୍କର ସେବା ଯତ୍ନ ବି କରୁଛି। ଆଜି ରବିବାର ଥିଲା, ସମସ୍ତେ ଘରେ ଅଛନ୍ତି। ସେଥିପାଇଁ ଋତୁ ଅଂଶୁକୁ କହିଛି ଚିକେନ ଆଣିବା ପାଇଁ। ଅଂଶୁ ବି ଚିକେନ ଆଣିବା ପରେ ଋତୁ ବଢ଼ିଆ ଭାବେ ରୋଷେଇ କରିଦେଇଛି। ଘରର ସମସ୍ତେ ଖାଇସାରି ଋତୁର ପ୍ରଶଂସା ନ କରି ରହିପାରୁନାହାନ୍ତି। ଋତୁ ବି ଭାରି ଖୁସି ହେଉଛି ଅନ୍ୟମାନଙ୍କ ମୁହଁରେ ତା ପ୍ରଶଂସା ଶୁଣି। ଖାଇସାରି ସମସ୍ତେ ଶୋଇବାକୁ ଗଲେ। ଅଂଶୁ ଆଗୁଆ ଯାଇ ରୁମ୍ରେ ବସିଥିଲା। ଋତୁ ଯେତେବେଳେ ରୁମ୍କୁ ପଶି ଡ୍ରେସିଂ ଟେବୁଲ ଆଗରେ ଛିଡ଼ା ହୋଇ କେଶକୁ ସଜାଡ଼ୁଥିଲା, ଅଂଶୁ ବେଡ୍ ଉପରୁ ଉଠି ଆସି ଋତୁକୁ ପଛପଟରୁ କୁଣ୍ଢେଇ ଧରିଲା। ଋତୁ କହିଲା, ଏ କ'ଣ ହେଉଛି ଯେ? ମୋତେ ଲାଜ ଲାଗୁଛି, ଛାଡ଼ ନା। ଅଂଶୁ କହିଲା, ଏତେ ଦିନ ପରେ ତୁମକୁ ଆହୁରି ଲାଜ ଲାଗୁଛି? କେବେ ତୁମର ଲାଜ ଯିବ ଯେ? ଋତୁ କହିଲା, ଧେତ୍, ତୁମର ସବୁବେଳେ ଏମିତି କଥା। ଆଜି କ'ଣ ଏତେ ପ୍ରେମ ମୋ ପତିଦେବଙ୍କର? ଅଂଶୁ ଟିକେ ଅଭିମାନ କରି କହିଲା, ଅନ୍ୟ ଦିନରେ କ'ଣ ପ୍ରେମ କରେ ନାହିଁ? ଋତୁ କହିଲା, ଆରେ ତୁମେ ରାଗିଗଲ ନା କ'ଣ? ମୁଁ ଏମିତି ଗୋଟେ କହିଦେଲି ଆଉ। ମୁଁ ଜାଣିଛି ତୁମେ ମୋତେ ସବୁ ମୁହୂର୍ତ୍ତରେ ବହୁତ ପ୍ରେମ କର। କିନ୍ତୁ ଆଜି ହଠାତ୍ ଏମିତି ଅଣ୍ଟାରେ ହାତ ରଖି ଜାବୁଡ଼ି ଧରିଲ, ସେଇଥିପାଇଁ ପଚାରିଲି। ଅଂଶୁ କହିଲା, ମୁଁ ଜାଣିଛି ତୁମେ କାହିଁକି ଏମିତି କହିଲ। ଆଉ ତୁମର ଏମିତି କହିବା ବି ସ୍ୱାଭାବିକ। କାହିଁକି ଜାଣିଛ ଋତୁ? ଋତୁ କହିଲା, ନାଇଁ ଜାଣିନାହିଁ। କାହିଁକି କୁହ ତୁମେ? ଅଂଶୁ କହିଲା, ଆମ ଦୁଇ ଜଣଙ୍କର ଦିନର ଅଧା ସମୟ ଅଫିସରେ ପଳେଇ ଯାଉଛି। ସେଇଥିପାଇଁ ଆଉ ସମୟ ମିଳୁନାହିଁ ପରସ୍ପରକୁ ଦେବା ପାଇଁ। ତୁମକୁ କେବେ ଲାଗିନାହିଁ ତୁମ ପ୍ରତି ଥିବା ମୋ ପ୍ରେମ କମିଗଲାଣି ବୋଲି? ଋତୁ କହିଲା, ତୁମେ ଏ କି କଥା କହୁଛ ଯେ? ଆମ ଭିତରେ ବୁଝାମଣା ତ ଠିକ୍ ଅଛି। ସେମିତି କେବେ କେବେ ଖୁସିରେ ଝଗଡ଼ା ହେଉଛି, ନହେଲେ କୌଣସି ଅନ୍ୟ ବଡ଼ କାରଣ ପାଇଁ ତ ଝଗଡ଼ା ହେବାର ମୁଁ ଦେଖିନାହିଁ। ସେଇଥିପାଇଁ ମୋତେ ଲାଗେ ଆମ ଭିତରେ ଥିବା ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ। ଆମେ ତ ଘର ଭଲରେ ଚଳିବ ବୋଲି ଆଉ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବା ଲାଗି କାମ କରୁଛୁ। ସେଇ କଥାକୁ ନେଇ ମୁଁ ଯଦି ଭାବିବି ତୁମେ ମୋତେ ସମୟ ଦେଉନାହଁ, ୟାର ମାନେ ହେଲା ତୁମେ ମୋତେ ଆଉ ଭଲ ପାଉନାହଁ। ତାହେଲେ ମୋ ଠାରୁ ମୂର୍ଖ ବୋଧେ ଆଉ କେହି ନାହାନ୍ତି। ମୁଁ ଏକଥା ଜାଣିଛି ଯେ ମୋ ପ୍ରତି ତୁମ ଭଲ ପାଇବା ବଢ଼ିବ ବରଂ କମିବ ନାହିଁ। ଅଂଶୁ ଋତୁ ଅଣ୍ଟାକୁ ଚିମୁଟି ଦେଇ କହିଲା, ମୋ ସ୍ତ୍ରୀଙ୍କର ଏତେ ବୁଦ୍ଧି ଅଛି ବୋଲି ମୁଁ ତ ଜାଣିନଥିଲି। ଯାହା ହେଉ ଆଜି ଜାଣିଲି। ଋତୁ, ହେ ଶୋଇବ ଯାଉନ। କେବେ ବି ଦ୍ୱିପ୍ରହରରେ ଶୋଇପାରୁନହଁ। ଆଜି ସମୟ ମିଳିଛି ଶୋଇପଡ଼ ଟିକେ। ଅଂଶୁ କହିଲା, ଶୋଇବି ଯେ, କିନ୍ତୁ। ଋତୁ କହିଲା, ପୁଣି କିନ୍ତୁ କ'ଣ? ଅଂଶୁ କହିଲା, ଦିଅ ନା। କ'ଣ ତୁମକୁ କହିବା ପାଇଁ ପଡ଼ିବ? ଋତୁ କହିଲା, ହେ ଯା ବଦମାସ। ଅଂଶୁ ମିଛରେ ଅଭିମାନ କରିବାର ଅଭିନୟ କରି ବେଡ୍ ଉପରେ ଯାଇ ଆଖି ବନ୍ଦ କରି ଶୋଇପଡ଼ିଲା। ଋତୁ ତାକୁ ଦେଖି ଟିକେ ହସିଦେଇ ତା ପାଖରେ ଯାଇ ବସିଲା। ଅଂଶୁ ଦୂରେଇ ଟିକେ ଘୁଞ୍ଚିଯିବା ବେଳକୁ ଋତୁ ତା ହାତ ଧରି ନେଇ ଚୁଟିକୁ ସାଉଁଳେଇ ଦେଲା ଆଉ ଅଂଶୁ ଗାଲରେ ଥାପିଦେଲା ନିଜର କୋମଳ ଗୋଲାପୀ ଓଠ। ଅଂଶୁ ଆଖି ଖୋଲି ତାକୁ ଟାଣିନେଲା ନିଜ ପାଖକୁ। ସନ୍ଧ୍ୟା ସମୟରେ ସମସ୍ତେ ବଙ୍ଗଳାରେ ବସି ଟିଭି ଦେଖୁଥିଲେ। ଋତୁ ରୋଷେଇ ଘରେ ଥିଲା ଆଉ ଅଂଶୁ ତାକୁ ରୋଷେଇରେ ସାହାଯ୍ୟ କରୁଥିଲା। ହଠାତ୍ ଋତୁ ବେସିନ୍ ପାଖକୁ ଦୌଡ଼ି ଯାଇ ବାନ୍ତି କରି ପକାଇଲା।
अंशु व्यस्त होई ऋतुर पिठी आउंसी देई पानी पीवा ପାଇଁ ଦେଲା। ऋतु हालिया होई पड़थिबारु अंशु गैस सिलिंडर बंद कर देई ताकू रूम को नहीं गला। ऋतु कला कौन हैला केजाणी एमिति बांती हैला। अंशु कला आजी दीपहरे चिकेन खाइथिलो सेथिपाई बोध हुए एसिड हो जाइछि। रुह मु मेडिसिन देउछि खाइदियो भल लागिबो। ऋतु मेडिसिन खाई टिके रेस्ट नेला। रोसई घरे आउ बाकी तक काम अंशु सारी दे आसिला। अंशु कहला ऋतु एबे भल लागुछि तो। ऋतु कहला काहेकि केजाणी बहुत दुर्बल अनुभव हेउछि जेमिति कि उठिया पई भी शक्ति पाउ नाही। अंशु कहला मेडिकल जिबा कि। ऋतु कहला अरे ना एई छोट कथारे मेडिकल काहेकि जिबा से भल होई जिबो देखिबो। अंशु कहला मते किंतु डर लागुछि ऋतु तुमर किछि होई गले। ऋतु कहला अरे बाबा किछि हेबो नाही मोर देखिबो मु काली को संपूर्ण ठीक हो जाइथिबी। अंशु कहला हाउ ठीक अछि किंतु काली जदि भल न लागे ताहाले आमे मेडिकल जिबा हैला तो सेतेबेले मु आउ तुमर किछि भी कथा सुनिबी नाही। ऋतु कहला हो बाबा हैला। सकाळ हैला अंशु उठी देखिला ऋतु बेड रे नाही। बोधे से केतेबेले उठी रोसई घर को पळेई गलानी। अंशु मुह धोई ब्रश करदेला। रोसई घर को जाई देखिला ऋतु एका रोसई करुछि। भाउज बंगला रे बसी टीवी देखुचंती। अंशु किछि न कही ऋतु पाखकु जाई पचारला ऋतु देह केमिति लागुछि एबे। ऋतु टिके रही रही कहला हाँ भल लागुछि। अंशु किंतु ऋतु मुह देखि स्पष्ट भाବରେ जानि पारथला एबे भी ऋतुर देह ठीक नाही बोली। अंशु कहला शीघ्र बाहर जिबा। ऋतु कहला एते शीघ्र ऑफिस जिबा पई आहुरी टाइम बाकी अछि मोर एजाए रोसई भी सरी नाही। अंशु कहला ऑफिस ने मेडिकल जिबा मु जानिछि तुमको भल लागु नाही आउ किछि बाहाना न करी शीघ्र रेडी हुओ। ऋतु कहला किंतु मेडिकल काहेकि जिबा आहुरी मोर केते रोसई बाकी रहिलानी देख तो। अंशु कहला से रोसई सेतिकी थाउ आउ जहा रहिला से सब भाउज करिदेबे तुम आग आस। ऋतु कहला किंतु। अंशु कहला से किंतु फिंतु किछि नाही मु बाहरे अपेक्षा करिछि शीघ्र आस। ऋतु पाखरे आउ साहस नथिला अंशुर कथा को विरोध करिया पई से भी चुपचाप जाई रेडी होई गला। अंशु श्रुति को कहीदेला बाकी तक रोसई करदेया पई। ऋतु आउ अंशु मेडिकल को गले। मेडिकल पहुँचिया परे डाक्तर ऋतुर समस्त प्रकार परीक्षा निरीक्षा करि सारी कहिले अंशु बाबू व्यस्त हेबार किछि नाही आपणक परिवार को नूतन अतिथि आसिया पई जाउछि। ऋतु मैम प्रेग्नेंट अछंती। डाक्तर मुहरु एक कथा सुनी ऋतु लाजेई गला। अंशु खुशी रे गदगद हो जाए किछि न भाबी सांगे सांगे ऋतु गालरे चुमाटिए देदेला। ऋतु कहला एसबु कौन हेउछि अंशु। अंशु कहला सरी ऋतु डॉक्टर कहले आपण दुई जनक भितरे थिबा प्रेमर गभीरता देखि मते बहुत खुशी लागिला। भगवान करंतु आपण दुहे सबुबेले एमिति हस खुशी रे रुहंतु। विशेष करी एई समय जने स्त्री पई ता स्वामीर भल पाइबा आउ जत्न बहुत गुरुत्वपूर्ण होइथाय। आपण ऋतु माम कर ठीक रे केयर नेबे आउ हाँ मु मेडिसिन लिखि देइछि मेडिसिन स्टोर नहीं जिबे एबे टिके सतर्क होई रहुथिबे। अंशु कहला निश्चय सर। अंशु और ऋतु मेडिसिन नहीं घर को फेरिले। अंशु ऋतु को टाणी नहीं रूम रो कबाट भीतर पटरू बंद करदेला। ऋतु कहला ए सब कौन हेउछि कुह तो। अंशु कहला आम गुगुल हेबो। ऋतु कहला हे कबाट खोल तो मु जाए अपा कौन रोसई कले मु देखे पुणी सांगे सांगे ऑफिस टाइम हे जिवो। अंशु कहला ना ना मु छाड़ीबिनी तुमको आजी ए ऋतु। ऋतु कहला हौ हेला मो प्रेम सेतिकी थाउ एबे मते जिबाकू दियो। अंशु किछि न शुणी ऋतु को ता दुई बाहुरे टेकी नहीं दुई तीन फेरा घुरे आनला आउ ता मुहरे थापी देई गला अजस्र चुंबन। ऋतु कहला अरे कहूछ आम गुगुल हेबो बोली पुणी एमिति टेकी नहीं घुरौछ। अंशु कहला सरी सरी मु खुशी रे टिके अधिक भाव विहल होई पड़ली तो मते किंतु सतरे एते आनंद लागुछि जे मु तुमको कहि भी परिबी नाही। अच्छा माँ बापा को कहीदेबा ना कथा। ऋतु कहला नाई आउ किछि दिन जाऊ मु शुणिछि प्रथम गर्भ रही पारे न भी रही पारे सेथिपाई आउ किछि दिन गले कहिबा। अंशु कहला हाउ ठीक अछि। ऋतु कहला एबे जिबि ना एठी तुम सह कथा हेले घर लोकंक पेट पुरी जिवो। अंशु कहला सार परा मना करथिले काम करिया पई। ऋतु कहला अरे सेमिति अधिक चाप पड़थुआ काम न करिया पई कहिथिले ता बोली कौन छोट मोट काम भी करिबी नाही खाली बसिकी रहिले मोटी हे जिबि जे। अंशु कहला हो चलो मु भी जिबि तुम सहित मिसिकी करिबा आउ जहा काम थिबो। ऋतु कहला तुमे गले काम शीघ्र हेबा बदले आहुरी विलंबरे सरिबो बुझिले तुम स्वामी बर। अंशु कहला काई मते कौन रोसई आसे नाही ना कौन। ऋतु कहला रोसई आसे नाही बोली केतेबेले कहली जे
ରୋଷେଇ ତ ତୁମକୁ ବହୁତ ଭଲରେ ଆସେ, କିନ୍ତୁ ମୋତେ ଦେଖିଲେ ତୁମ ଭିତରୁ ମୋ ରୋମାଣ୍ଟିକ୍ ସ୍ୱାମୀ ବାହାରି ଆସନ୍ତି ଆଉ ସେ ମୋତେ ରୋଷେଇ କରିବା ପାଇଁ ଦିଅନ୍ତି ନାହିଁ। ଅଂଶୁ କହିଲା, ତୁମେ ବିନା ରିତୁ? ରିତୁ ହସି ଦେଇ ବାହାରକୁ ପଳେଇଗଲା ଆଉ ଅଂଶୁ ତା ପଛେ ପଛେ ଗଲା। ରୋଷେଇ ଘରେ ଯାଇ ଋତୁ ଦେଖିଲା ଶ୍ରୁତି ଅଳ୍ପ କିଛି ରୋଷେଇ କରିଛନ୍ତି। ଋତୁ କହିଲା, ଅପା ତୁମେ ଯାଅ ଏବେ, ମୁଁ କରିଦେବି। ଶ୍ରୁତି, ଆଉ ଅଛି କ'ଣ ଯେ ତୁ କରିବୁ? ସ୍ୱାମୀ ସହ ସୁହାଗ ହେବା ପାଇଁ ଚାଲିଗଲୁ, ମୁଁ ତ ସେତେବେଳୁ ରୋଷେଇ କରୁଛି। ସରିବା ବେଳକୁ ବାହାରି ଆସି କହୁଛି, ଅପା ଯାଅ। ଋତୁ କହିଲା, ଅପା ମୋ ଦେହ ଟିକେ ଭଲ ଲାଗୁନଥିଲା ତ, ସେଇଥିପାଇଁ ତ କହିଦେଇ ଯାଇଥିଲୁ ମେଡ଼ିକାଲ ଯିବୁ ବୋଲି। ଶ୍ରୁତି କହିଲା, ହଁ ହଁ, ମନା କିଏ କରିଲା କି? ଏକାଥରେ ତ ବୁଲିଥାନ୍ତ, ରାତିକୁ ଆସି ଖାଇଦେଇ ଶୋଇଯାଇଥାନ୍ତ। ଋତୁ କିଛି ନ କହି ଚୁପ୍ ଥିଲା। ଅଂଶୁ ଜାଣିପାରୁଥିଲା ଭାଉଜଙ୍କର ସେ ଭଲ ହେବାର ଅଭିନୟ ସରିଗଲାଣି ଆଉ ଏବେ ତାଙ୍କର ସେ ପୂର୍ବ ପ୍ରକୃତି ମୁଣ୍ଡ ଟେକି ସାରିଲାଣି। ତା ସନ୍ଦେହ ଠିକ୍ ଥିଲା। ବୋଧେ ଋତୁ ନୂଆ ନୂଆ ଆସିଥିବା ଯୋଗୁଁ ଋତୁ ଆଗରେ ଭଲେଇ ହେଉଥିଲେ ଆଉ ଏବେ ପୁରୁଣା ଅଭ୍ୟାସ ପୁଣି ବାହାରିଲାଣି। ଅଂଶୁ କହିଲା, ହଉ ଋତୁ, ରୋଷେଇ ଯଦି ସରିଗଲାଣି ତାହେଲେ ଚାଲ ଡାଇନିଂକୁ ଖାଇବା ପାଇଁ। ଶ୍ରୁତି କହିଲା, ହଁ ହଁ, ମାଇପ ସ୍ୱାଗତ ବୋହି ପଡ଼ୁଛି ଆଉ, ଯାଅ ଯାଇକି ଦୁଇଜଣ ବସିପଡ଼, ମୁଁ ବାଡ଼ିକୁଡ଼ି ନେଇଯିବି। ଅଂଶୁ ଭାଉଜଙ୍କର ତାଚ୍ଛଲ୍ୟ ଭରା କଥା ଶୁଣି ଋତୁ ପାଇଁ ବହୁତ ମନ ଦୁଃଖ କରୁଥିଲା। ସେ କିନ୍ତୁ ଜାଣିଥିଲା ଋତୁ ମୁହଁ ଖୋଲି ତାଙ୍କ ଆଗରେ କିଛି ବି କହିବ ନାହିଁ। ଆଉ ଯଦି ବି ଭୁଲବଶତଃ ଋତୁର ମୁହଁ ଖୋଲିଯାଏ ତାହେଲେ ଭାଉଜଙ୍କ ସହ ଝଗଡ଼ା କରିପାରିବ ନାହିଁ। ଅଂଶୁ କହିଲା, ହଉ ଭାଉଜ, ରାଗୁଛନ୍ତି କାହିଁକି ଯେ? ଆପଣ ନହେଲେ ଯାଆନ୍ତୁ, ଋତୁ ଆଉ ମୁଁ ଖାଇବା ବାଢ଼ି ନେଇ ଡାଇନିଂକୁ ନେଇଯିବୁ। ଶ୍ରୁତି କହିଲା, କାହିଁ, ଋତୁ କ'ଣ ଏକା ନେଇପାରିବ ନାହିଁ କି? ଋତୁ କହିଲା, ହଁ ଅପା, ମୁଁ ନେଇଯିବି। ଏଇ ତୁମେ ଯାଅ, ଅଫିସ୍ ପାଇଁ ରେଡ଼ି ହେବ। ଅଂଶୁ କାହାକୁ କିଛି ନ କହି ନିଜେ ସବୁ ଖାଇବା ନେଇ ଚାଲିଗଲା। ଶ୍ରୁତି ଏସବୁ ଦେଖି ରାଗରେ ଦାନ୍ତ କଡ଼ମଡ଼ କରୁଥିଲା। ଏମିତି ଦିନକୁ ଦିନ ଋତୁ ଉପରେ ଶ୍ରୁତିଙ୍କର ହାକିମପଣ ବଢ଼ିବାରେ ଲାଗିଲା। ପୁଣି ଋତୁ ବି ଗର୍ଭବତୀ ଥିବାରୁ ସେ କାମ କରିପାରୁନଥିଲା। ଶାଶୁଙ୍କର ବି ବୟସ ହୋଇ ଆସିବାରୁ ସେ ଆଉ କିଛି କାମରେ ଋତୁକୁ ସାହାଯ୍ୟ କରିପାରୁନଥାନ୍ତି। ଶ୍ରୁତି ତ ନିଜ ରୁମ୍ରୁ ଦିନ 10ଟା ପର୍ଯ୍ୟନ୍ତ ବାହାରୁ ନାହାନ୍ତି। ଋତୁ କାହାକୁ କିଛି ନ କହି ନିଜେ ନିଜେ ଯାହା ପାରେ କରୁଥାଏ। ଅଂଶୁ କିନ୍ତୁ ଋତୁକୁ ବହୁତ ସାହାଯ୍ୟ କରେ ସବୁ ଘର କାମରେ। ଧୀରେ ଧୀରେ ଋତୁ ଗର୍ଭବତୀ ଥିବା କଥା ଘରେ ସମସ୍ତେ ଜାଣିଲେ। ଖୁସିରେ ଶାଶୁ ଶ୍ୱଶୁରଙ୍କ ପାଦ ତଳେ ଲାଗୁନଥିଲା। ବଡ଼ ପୁଅର ପୁଅଟିଏ ହୋଇଥିବାରୁ ନାତି ମୁହଁ ଦେଖି ସାରିଥିଲେ। ଏବେ ସେମାନଙ୍କର ଇଚ୍ଛା ଥିଲା ନାତୁଣୀଟିଏ ହେଉ ବୋଲି। ତୁ ଯାହା ତ ହେବାର ଥିବ ହବ, କିଏ ଚାହିଁଲେ କ'ଣ ବଦଳେଇ ପାରିବ? ଶ୍ରୁତି କିନ୍ତୁ ଜାଣିଶୁଣି ଆଉ କୌଣସି କାମରେ ଋତୁକୁ ସାହାଯ୍ୟ କରୁନଥିଲା, ବରଂ ଆହୁରି ଅଧିକରୁ ଅଧିକ କାମ ବରାଦ କରୁଥିଲା। ଏସବୁ ଦେଖି ଅଂଶୁର ମା ବହୁ ସମୟରେ ଶ୍ରୁତିକୁ ବୁଝାଉଥିଲେ, କିନ୍ତୁ ମଣିଷ ପ୍ରକୃତି ତ ମଲେ ତୁଟେ। ଶ୍ରୁତି ବି ଏଥିରୁ ବାଦ୍ ଯିବ କିପରି? ଋତୁ ଘର କାମ, ରୋଷେଇବାସ ସହ ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ, ପୁଣି ଶ୍ରୁତିଙ୍କ ପୁଅର ଖାଇବା ପିଇବାର ଧ୍ୟାନ ରଖିବା, ଏସବୁ ସୁଚାରୁ ରୂପେ ତୁଲାଇ ଦେଉଛି। ପଲକର ପରୀକ୍ଷା ଥିବାରୁ ତାକୁ କୌଣସି କାମ କରିବା ପାଇଁ ଦେଉନାହିଁ ଋତୁ। ଆଜି ସକାଳେ ଖବର ଆସିଛି ଅଂଶୁର ବଦଳି ହୋଇଯାଇଛି ଗୋଟେ ଦୂର ଜାଗାକୁ। ଘରୁ ଆଉ ଯିବା ଆସିବା ସମ୍ଭବ ନୁହେଁ। ଯାହାହେଲେ ବି ଯାଇ ରହିବା ପାଇଁ ପଡ଼ିବ। ପୁଣି ଋତୁର 7 ମାସ ହୋଇସାରିଲାଣି। ଏବେ ସବୁଥିରେ ସେ ଅଂଶୁର ସହାୟତା ଦରକାର କରୁଛି। ଋତୁ ଏବେ ଛୁଟିରେ ଅଛି। ସେଥିପାଇଁ ଅଂଶୁର ମା କହିଲେ, ଅଂଶୁ, ତୁ ଋତୁକୁ ତୋ ସାଙ୍ଗରେ ନେଇଯା। ସେ ଏଠି ତୋ ବିନା ଏକଲା ଅନୁଭବ କରିବ। ଆମେ ତ ବୁଢ଼ାବୁଢ଼ୀ ହେଲୁଣି, ପୁଣି କେତେବେଳେ କ'ଣ ତାର ଦରକାର ପଡ଼ିବ, ସୁବିଧା ଅସୁବିଧା ହେବ, ତୁ ପାଖରେ ଥିଲେ ସବୁ ସମ୍ଭାଳି ନେବୁ। ତୋ ଭାଉଜ କଥା ତ ଜାଣିଛୁ, ସେ କେମିତିକା ଲୋକ। କାମ ଦାମରେ ଟିକେ ବି ହାତ ଦେବ ନାହିଁ। ବିଚାରୀ ଋତୁ ଏ ସମୟରେ ବି କାମ କରିବ ନା? ଋତୁ କହିଲା, ମା, ତୁମେ କାହିଁକି ବ୍ୟସ୍ତ ହେଉଛ କୁହ ତ? ଆଉ କେଉଁଠି 2-3 ମାସ ତ କଥା, ପୁଣି ପଲକ ତ ଅଛି। କିଛି ହେଲେ ଆମେ ମିଶିକି ସମ୍ଭାଳି ନେବା। ଆଉ ପୁଣି ମୁଁ ଚାଲିଗଲେ ତୁମ ଯତ୍ନ କିଏ ନେବ କହିଲ? ଅଂଶୁର ମା କହିଲେ, ଆରେ ସେ ପଲକ ଅଛି ପରା, କେତେବେଳେ କ'ଣ ଟିଏ ଘଷାମଡ଼ା କରିଦେବ ନହେଲେ ନାହିଁ। ତୁ ଅଂଶୁ ସହ ଯାଇ ଭଲରେ ଭଲରେ ଆମ ଛୁଆକୁ ସାଙ୍ଗରେ ନେଇ ଆସିବୁ। ଏମିତି କଥା କଟାକଟି ଚାଲିଲା। ଭିତରକୁ ଶ୍ରୁତି ପଶିଆସି କହିଲେ, ଆରେ ଋତୁ ବାହାରକୁ ଯାଇ କାହିଁକି ହଇରାଣ ହରକତ ହେବ? ଏଠି ରହିଲେ ମୁଁ ଅଛି, ସବୁ କାମ କରିଦେବି। ସେ ଟିକେ ଆରାମରେ ବିଶ୍ରାମ ନେଇପାରିବ। ଅଂଶୁ କହିଲା, ନାଇଁ ଭାଉଜ, କିଛି ଦରକାର ନାହିଁ, ସେ ମୋ ସହ ଯିବ। ଋତୁ କହିଲା, ତୁମେ କାହିଁକି ଏମିତି ଅବାଧ୍ୟ ହେଉଛ କହିଲ? ମୁଁ ପରା କହିଲି ମୁଁ ଏଇଠି ରହିବି ବୋଲି। ଦରକାର ପଡ଼ିଲେ ମୁଁ ତୁମକୁ ଡାକିବି, ହେଲା। ଏମିତି ଯୁକ୍ତିତର୍କ ଭିତରେ ପୁଣି ଫାଇନାଲ ହେଲା ଯେ ଋତୁ ଘରେ ରହିବ ଆଉ ଅଂଶୁ ବାହାରକୁ ଯିବ ବୋଲି। ଅଂଶୁ ବାହାରକୁ ଯିବାର ପୂର୍ବଦିନ ରାତିରେ
ଋତୁର ଆଖି ପତା ଜମା ପଡ଼ୁନଥିଲା। ଏତେ ଦିନ ଧରି ସାଙ୍ଗରେ ରହିବା ପରେ ମନର ମଣିଷଟା ଆଖି ଆଗରୁ ଚାଲିଗଲେ ବହୁତ କଷ୍ଟ ଲାଗେ। ପୁଣି ଏବେ ତ ଋତୁ ଅଂଶୁକୁ କେତେ ଦରକାର କରେ। ଝଗଡ଼ା ସୃଷ୍ଟି ନ କରିବା ପାଇଁ ସିନା ଋତୁ ଅଂଶୁର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଜୋର ଦେଇ କହିଦେଇଛି ସେ ଘରେ ରହିବ ବୋଲି। କିନ୍ତୁ ମନଟା ତାର ଗୋଳେଇ ଘାଣ୍ଟି ହେଉଛି। ଅଂଶୁ ବି ଅଭିମାନ କରି କେତେବେଳୁ ଶୋଇ ପଡ଼ିଗଲାଣି। ତାକୁ ଉଠାଇ ଆଉ ନିଦ ଭାଙ୍ଗିବା ଠିକ୍ ନୁହେଁ ବୋଲି ଋତୁ କିଛି କହୁନାହିଁ। ପୁଣି ସକାଳେ ତାକୁ ଯିବାକୁ ହେବ। ଠିକ୍ରେ ନ ଶୋଇଲେ ଭଲ ଲାଗିବ ନାହିଁ। ଆପେ ଆପେ ଆଖି ଦୁଇଟି ଓଦା ହୋଇ ଆସିବା ବେଳକୁ ସେ ଶାଢ଼ୀ କାନିରେ ପୋଛି ପକାଉଛି। ସେ ଜାଣିଛି ଏଇ 2-3 ମାସ ତା ଲାଗି ଜମା ବି ସହଜ ହେବ ନାହିଁ। କିନ୍ତୁ ରୋଗିଣା ଶାଶୁ ଶ୍ୱଶୁର ଦୁଇଜଣଙ୍କ ମୁହଁକୁ ଚାହିଁଦେଲେ ସେମାନଙ୍କୁ ଅପାଙ୍କ ଭରସାରେ ଛାଡ଼ିଯିବା ପାଇଁ ଜମା ବି ମନ ହେଉନାହିଁ। ସେ ଜାଣି ସାରିଲାଣି ଅପା କେମିତିକା ଲୋକ। ସେଇଥିପାଇଁ ଅଂଶୁ ବିରହରେ ବରଂ ରହିଯିବ, କିନ୍ତୁ ଶାଶୁ ଶ୍ୱଶୁରଙ୍କ ମୁହଁରେ ଯନ୍ତ୍ରଣାର ଚିହ୍ନ ଦେଖିବା ପାଇଁ ସେ ପ୍ରସ୍ତୁତ ନୁହେଁ। ସକାଳ ହେଲା। ଋତୁ ଶୀଘ୍ର ଉଠି ଅଂଶୁର ଲୁଗାପଟା ସଜାସଜି କରିଦେଲା। ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ରଖିଦେଇ ଅଂଶୁକୁ ଡାକିଲା। ଋତୁ କହିଲା, ଏଇ ଉଠ ଏବେ, ଟ୍ରେନ୍ ଟାଇମ୍ ହୋଇଯିବ ଯେ। ଗାଧୋଇକି ଖାଇବା ପାଇଁ ସମୟ ଲାଗିବ। ନିଦରେ ଅଂଶୁ ଋତୁକୁ ଟାଣିନେଲା ନିଜ ପାଖକୁ ଆଉ କହିଲା, ଶୋଇପଡ଼ ନା ଆଉ ଟିକେ ମୋ ପାଖରେ, ମୋତେ ବହୁତ ନିଦ ଲାଗୁଛି। ଋତୁ କହିଲା, ସେତିକି ଶୋଇବା ଥାଉ, ଏବେ ଉଠ, ଟ୍ରେନ୍ ଫେଲ୍ ହୋଇଯିବ ନହେଲେ। ଅଂଶୁ କହିଲା, ଋତୁ ସତରେ ମୋର ଜମା ବି ଇଚ୍ଛା ହେଉନି ତୁମକୁ ଛାଡ଼ି ଦୂରକୁ ଯିବା ପାଇଁ। ପୁଣି ଏବେ ତୁମେ ମୋତେ ଅଧିକ ଦରକାର କରୁଛ, କିନ୍ତୁ ମୁଁ ତୁମ ପାଖରେ ରହିପାରୁନାହିଁ। ମୋତେ କ୍ଷମା କରିଦିଅ ଋତୁ। ତୁମକୁ ସବୁ ଖୁସି ଦେବି ବୋଲି କହିଥିଲି, କିନ୍ତୁ ମୁଁ ପାରିଲିନି। ଖୁସି ମିଳିବାର ପ୍ରଥମ ପାହାଚରେ ହିଁ ମୁଁ ତୁମଠାରୁ ଦୂରେଇ ଯାଉଛି। ଜାଣିନାହିଁ ମୁଁ ଯିବା ପରେ ଏ ଘରେ କିଏ ତୁମ ସହ କେମିତି ବ୍ୟବହାର କରିବ। କିନ୍ତୁ ମା ବାପା କେବେ ତୁମକୁ କଷ୍ଟ ହେବା ପରି କିଛି କହିବେ ନାହିଁ ବୋଲି ବିଶ୍ୱାସ ରଖ। ମୁଁ ଜାଣିଛି ଭାଉଜ କେବେ ବି କିଛି କାମ କରିବେ ନାହିଁ। ପ୍ରଥମେ ପ୍ରଥମେ ତୁମେ ଆସିବା ପରେ ମୁଁ ତାଙ୍କ ପରିବର୍ତ୍ତନ ଦେଖି ଭାବୁଥିଲି ସେ ବୋଧହୁଏ ବଦଳିଗଲେ। ମୋ ଋତୁକୁ ଆଉ କିଛି ଅସୁବିଧା ହେବ ନାହିଁ। ତୁମେ ଦୁଇଜଣ ଦୁଇ ଭଉଣୀ ପରି ଚଳିଯିବ। କିନ୍ତୁ ଧୀରେ ଧୀରେ ସେ ପୁଣି ନିଜ ପ୍ରକୃତିକୁ ଫେରି ଆସିଲେ। ଆଉ ଏବେ ମୁଁ ବି ଗୋଟେ କେମିତିକା ସ୍ୱାମୀ କେଜାଣି ତାଙ୍କ ଦାୟିତ୍ୱରେ ତୁମକୁ ଏ ଅବସ୍ଥାରେ ଛାଡ଼ି ଯାଉଛି। ଋତୁ କହିଲା, ତୁମେ ଏମିତି କ'ଣ କହୁଛ ଯେ? ମୁଁ ତମ ନିଜ ଇଚ୍ଛାରେ ଘରେ ରହି ବୋଲି କହିଲି। ପୁଣି ତୁମେ ନିଜକୁ କାହିଁକି ଦୋଷ ଦେଉଛ କହିଲ? ମୁଁ ତ ସୌଭାଗ୍ୟବତୀ ଯେ ତୁମ ପରି ଜଣେ ଯତ୍ନବାନ ସ୍ୱାମୀ ପାଇଛି। ଜାଣିନାହିଁ କେଉଁ ଜନ୍ମରେ କି ପୁଣ୍ୟ କରିଥିଲି, କିନ୍ତୁ ତୁମେ ମୋତେ ଯେତିକି ଭଲ ପାଇବା ଦେଇଛ ମୁଁ ହୁଏତ ତୁମକୁ ସେତିକି ଦେଇପାରି ନାହିଁ। କେତେ ଜଣ ସ୍ୱାମୀ ରୋଷେଇ ସମୟରେ ନିଜ ସ୍ତ୍ରୀକୁ ଆସି ସାହାଯ୍ୟ କରନ୍ତି କହିଲ, କିନ୍ତୁ ତୁମେ ନିଜ ସମ୍ମାନକୁ ନ ଜଗି ସେ ସବୁ କରିଛ। ଅଂଶୁ କହିଲା, ଜାଣିଛ ଋତୁ, ଯେଉଁ ସ୍ୱାମୀ ଅସୁବିଧା ସମୟରେ ନିଜ ସ୍ତ୍ରୀକୁ ସାହାଯ୍ୟ କରନ୍ତି ନାହିଁ ସେମାନଙ୍କ ସମ୍ମାନ ବଢ଼େ ନାହିଁ, ବରଂ ଆହୁରି କମିଯାଏ। ତୁମେ ଭାବୁଛ ତ ମୁଁ ତୁମକୁ ଟିକେ କ'ଣ ସାହାଯ୍ୟ କରିଦେଲି ବୋଲି ଅନ୍ୟମାନଙ୍କ ଆଗରେ ମୋ ସମ୍ମାନ କମିଯିବ ବୋଲି? କମିଲେ କମିବ, କିନ୍ତୁ ମୋ ଋତୁ ଆଗରେ ତ ବଢ଼ିବ ନା। ପୁଣି କାନ୍ଦ କ'ଣ ପାଇଁ ଋତୁ? ମୁଁ ଆସିବି ଛୁଟିରେ ବୁଲିବା ପାଇଁ ହେଲା। ଆଉ ହଁ, ଯଦି ଭାଉଜ ଅଧିକ କିଛି ହଇରାଣ କରନ୍ତି ତାହେଲେ କହିବ, ମୁଁ ତୁମକୁ ନେଇଯିବି ମୋ ପାଖକୁ। ଯଦି ହେବ ମା ବାପାଙ୍କୁ ବି ନେଇଯିବା ସାଙ୍ଗମାନେ। ଅଂଶୁ ଚାକିରିକୁ ଚାଲିଗଲା ପରେ ଋତୁର ଅବସ୍ଥା କ'ଣ ହେବ ତାହା ଜାଣିବା ଏହି କାହାଣୀର ଭାଗ 4ରେ। କାହାଣୀ କେମିତି ଲାଗୁଛି ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ଆଉ ଯଦି ଭଲ ଲାଗୁଥାଏ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, ଆଉ ହଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦାବିଦେବେ। ହିନ୍ଦୀ ଷ୍ଟୋରି ଚ୍ୟାନେଲରେ ନୂଆ ନୂଆ କାହାଣୀ ଅପଲୋଡ଼ ହୋଇସାରିଛି। ଆପଣମାନେ ଏହି କାହାଣୀର ଡେସ୍କ୍ରିପସନରେ ଲିଙ୍କ୍ ଅଛି, ଭିଜିଟ୍ କରି ହିନ୍ଦୀ ଷ୍ଟୋରି ପଢ଼ିପାରିବେ ଓ ଶୁଣିପାରିବେ। ଆଉ ହଁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି। ରହୁଛି, ଜଲ୍ଦି ଆସିବି ଏହି କାହାଣୀର ଭାଗ 4 ନେଇ। ନମସ୍କାର, ଜୟ ଜଗନ୍ନାଥ।